জগত তারিবা পাই গথর হণি পাপিଙ୍କୁ ବିନାଶମା। ନମସ୍କାର, ମୁଁ ଶିବଶଙ୍କର ମହାନ୍ତି ବାଲେଶ୍ୱରରୁ ଆସିଛି। ବାଲେଶ୍ୱର ଖଇରା ମା ଶାରଳାଙ୍କ ଆଶୀର୍ବାଦ ଯାଉ ମୁଁ ଏତେ ବାଟ ଆସି ମୋ ସାଙ୍ଗ ଭାଇ ମାନଙ୍କ ଭିତରୁ ଆସି କିଛି କଟି 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 ମୁଁ ଆସିକି ଟପ୍ 10 ରେ ଉତ୍ତୀର୍ଣ୍ଣ ହୋଇଛି। ତୁମେ ଜଗତର ସାହା ଭରସା କାହାକୁ କହିବି ସତେ କାହାକୁ କନ୍ଦା କାହିଁ କାହାକୁ ହସା। ହଠାତ୍ କ'ଣ ହେଲା ନା ମୁଁ ଟିଭି ଦେଖୁଥିଲି ପ୍ରାର୍ଥନା ଚ୍ୟାନେଲ। ସେଠିରେ ବାହାରିଲା ଯେ ଗୋଟେ ରିଆଲିଟି ଶୋ ଯେ ତାର ଅଡ଼ିସନ୍ ଆସୁଛି। ସେଠୁ ମୋ ଘରେ କହିଲେ ଏବଂ ମୁଁ ବି ବହୁତ ଖୁସି ହେଇଥିଲି ଯାଉ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆଣିଛି ପ୍ରାର୍ଥନା ଚ୍ୟାନେଲ। ତାଙ୍କୁ ମୋ ତରଫରୁ ସ୍ପେଶାଲ ଥ୍ୟାଙ୍କ୍ସ, ଧନ୍ୟବାଦ। ସେ ଅଡ଼ିସନ୍ରେ ଉତ୍ତୀର୍ଣ୍ଣ ହୋଇଥିଲି ଏବଂ ଭାରତୀ ସାର୍ ମୋତେ ସିଲେକ୍ଟ କରିଥିଲେ। ସମସ୍ତଙ୍କର ଆଶୀର୍ବାଦ ମୋ ଉପରେ ଥାଉ ଏବଂ ମୋ ବାପା ମାଆଙ୍କର ବି ବହୁତ ଆଶୀର୍ବାଦ ଅଛି। ଦିନେ କ'ଣ ହେଇଥିଲା, ଛୁଆବେଳେ ନା ଆମର ଗୀତ ଶୁଣି ଶୁଣି ମୋତେ ଇଚ୍ଛା ହେଲା ଯେ ଗୀତ ବୋଲିବା ପାଇଁ ଇଚ୍ଛା ହେଲା। ତାପରେ ଗୀତ ଶୁଣିଲି, ଯେଉଁଠି ଗୀତ ବାଜେ ମୁଁ ତ ସେଇଠି ଟିକେ କାନେଇ ଦିଏ, ଗୁଣୁଗୁଣୁ ହୁଏ। ବାଟରେ ଯାଉଥିବି ଆରାମସେ ବିନ୍ଦାସରେ ଗାଉଥିବି ଗୀତ ସେମିତି। ତାପରେ ବାପା ମାଆଙ୍କୁ ମୁଁ କହିଲି ଯେ ମୋର ଗୀତ ଶିଖିବା ପାଇଁ ଇଚ୍ଛା ହେଉଛି, ମୁଁ ଗୀତ ବି ଶିଖିବି ପ୍ଲସ୍ ଗାଇବି। ତାପରେ ବାପା, ଯେହେତୁ ବାପା ମୋର ବିଜନେସମ୍ୟାନ୍, ସେ ଏତେ ରାଜି ଥିଲେ, ଏତେଟା ବି ସପୋର୍ଟ ମିଳିନଥିଲା। ତାପରେ ବଡ଼ ହେଲା ପରେ ମୁଁ ନିଜେ କହିଥିଲି ଯେ ଯଦି ମୁଁ ଗୀତ ଶିଖିବି ତାହେଲେ ପାଠ ପଢ଼ିବି, ନହେଲେ ପଢ଼ିବିନି। ତାପରେ ମୁଁ ଏମିତି ବି ଦିନେ ହଠାତ୍ ଟିକେ ରାଗି ଯାଇଥିଲି ଘର ଉପରେ, ସେଥିପାଇଁ ପଳେଇ ଆସିଥିଲି ଘର ଛାଡ଼ିକି ଗୀତ ଶିଖିବା ପାଇଁ। ତାପରେ ଆସି ଗୋଟେ ଛୋଟ ଟେକ୍ କେୟାର ହିସାବରେ ଗୋଟେ କାମ କରୁଥିଲି, ତା ସହ ଖୋଜିଲି କେଉଁଠି ମୁଁ ଶିଖିବି ଗୀତ। ତାପରେ ଯାଉ ଅନୁସନ୍ଧାନ ଭିତରେ ଲୋକମାନଙ୍କୁ ଖୋଜି ମୁଁ ଯାଉ ମହେଶ୍ୱର ରାଓ ଗୁରୁଙ୍କ ପାଖରେ ପହଞ୍ଚିଲି ଏବଂ ସିଏ ମୋତେ ବହୁତ ସପୋର୍ଟ ଦେଇଥିଲେ ଏବଂ ଗୀତ ଶିଖେଇଥିଲେ। ତାପରେ ସେଠୁ ବି ମୁଁ କାମ ଯେତେବେଳେ ମୋତେ ବାହାର କରିଦେଲେ, ସେଠି ଫେର ମୁଁ ଯାଇ ସେ ସାର୍ଙ୍କ ପାଖରେ ଯାଇକି ଗୁହାରି କରିଥିଲି। ସାର୍ ମୋତେ ନେଇକି ସେଭଳିଆ କିଛି ଗୋଟେ କାମରେ କରିଥିଲେ, ଯାଇକି ପ୍ଲାଷ୍ଟିକ୍ କମ୍ପାନୀରେ ମୁଁ ଗୋଟେ ଥିଲି। ସେଠି ରହିକି ବର୍ତ୍ତମାନ ଗୀତ ଶିକ୍ଷା କରୁଥିଲି। ତାପରେ ପାଠପଢ଼ା ବି ଚାଲିଛି, +3 ଗ୍ରାଜୁଏସନ୍ 4th ଇୟର୍ ମୋର। ଏବେ ବର୍ତ୍ତମାନ ମୁଁ ଘରୁ ଯିବା ଆସିବା କରିକି ଏମିତି ସଙ୍ଗୀତ ସାଧନା କରୁଛି। ଭକ୍ତିର ସ୍ୱର ସିଜନ୍ 2 ଅଡ଼ିସନ୍ ଚାଲିଲା ବେଳେ ସୁଟିଂ ସମୟରେ ମୁଁ ମୋର ପରଫର୍ମାନ୍ସ ଦେଉଥିଲି। ତା ଭିତରେ କ'ଣ ମୋର ଭୁଲ ହେଲା, କ'ଣ ଠିକ୍ ହେଲା, ସେଟା ସାର୍ ମୋତେ ବୁଝେଇଥିଲେ ଯେ ଏଇ ଜାଗାରେ ଏଇଆ ଭୁଲ ହେଉଛି, ଏଇଠି ତାଳ ଏମିତି କଟୁଛି, ଏମିତି ସ୍ୱର ଟିକେ ଚାଲି ଯାଉଛି, ବେସୁରା ହେଉଛି। ବଢ଼ିଆ ଭାବରେ ମୋତେ ସାର୍ ମେଣ୍ଟର୍ସ ମାନେ ମୋତେ ଗାଇଡ଼ କରିଥିଲେ। ସମସ୍ତେ ମୋତେ ଯେ କି ମୋ ଉପରେ ଏମିତି ଆଶୀର୍ବାଦ ରଖିଥାନ୍ତୁ ଏବଂ ମୁଁ ଯେମିତି ଫାଇନାଲରେ ୱିନର୍ ହୁଏ। ଏବଂ ଦେଖିବାକୁ ଭୁଲିବେନି ଭକ୍ତିର ସ୍ୱର ସିଜନ୍ 2 ପ୍ରତି ଶନିବାର ରବିବାର ରାତି 8:30ରେ।